ପବିତ୍ର ଉତ୍କଳ ଦିବସ ଅବସରରେ ସାଲେପୁରରେ ପାଳନ ହୋଇଯାଇଛି ସାଲେପୁର ମହୋତ୍ସବ 2026। ସାଲେପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରାଙ୍କ କର କମଳରେ ଆରମ୍ଭ ହୋଇଯାଇଛି ଏହି ଶିଶୁଆ ମହୋତ୍ସବ ସାଲେପୁର ମହୋତ୍ସବ। ଏହି ସାଲେପୁର ମହୋତ୍ସବ ବା ମିନି ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ଆତସବାଜି ଲୋକମାନଙ୍କୁ ଆକର୍ଷଣ କରୁଛି। ତତ୍ସହିତ ଲୋକମାନଙ୍କର ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଛି। ଆଖପାଖ ଅଞ୍ଚଳ ବା କଟକ ଜିଲ୍ଲାରୁ ମଧ୍ୟ ଅନେକ ଲୋକ ଏଠାରେ ଆସି ଭିଡ଼ ଜମାଇବାରେ ଲାଗିଛନ୍ତି। ସାଲେପୁର ମହୋତ୍ସବରେ ବିଭିନ୍ନ ଜିଲ୍ଲାର ଷ୍ଟଲ୍ ଗୁଡ଼ିକୁ ସମ୍ମାନିତ କରାଯାଇ ଉପଯୁକ୍ତ ଦାମରେ କିଭଳି ଭାବରେ ଲୋକମାନେ ଉପକୃତ ହୋଇପାରିବେ ସେଥିପାଇଁ ବିଭିନ୍ନ ଗଭର୍ଣ୍ଣମେଣ୍ଟ ଷ୍ଟଲ୍ ମଧ୍ୟ ଲାଗିଛି। ଯେଉଁଭଳି ଭାବରେ ଆପଣମାନେ ଦେଖୁଛନ୍ତି ବିଭିନ୍ନ ପ୍ରକାର ହସ୍ତତନ୍ତ୍ର, ଏଠି ହସ୍ତତନ୍ତ୍ରକୁ ସ୍ୱତନ୍ତ୍ର ସମ୍ମାନ ଜଣାଇ ମହିଳା ସଶକ୍ତିକରଣରେ ଗଠିତ ଥିବା ସ୍ୱୟଂ ସହାୟତାର କର୍ମଚାରୀମାନଙ୍କୁ ନିମନ୍ତ୍ରିତ ମାଧ୍ୟମରେ ଏଠାରେ ସରକାରୀ ସ୍ୱୀକୃତ ପ୍ରାପ୍ତ ଷ୍ଟଲ୍ ଗୁଡ଼ିକ ଏହି ଯାତ୍ରାରେ ପଡ଼ିଥିଲା। ବେଶ୍ ଆକର୍ଷଣ ସାଜିଥିଲା, ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରି ରହିଥିଲା ଏହି ବର୍ଷ ବାସୁଦେବ ଗୋଷ୍ଠୀ ସହାୟତାର ମିକ୍ସଚର। ଏବଂ ଯଦି ଦେଖିବା ଏଠାରେ ବିଭିନ୍ନ ପ୍ରକାର ଆତସବାଜି ସହିତ ପିଲାମାନଙ୍କର ଖେଳନା ସାମଗ୍ରୀ, ବିଭିନ୍ନ ଖାଦ୍ୟ ସାମଗ୍ରୀ, ତା ସହିତ ପ୍ରାଇଭେଟ୍ ଷ୍ଟଲ୍ ମଧ୍ୟ ଲୋକମାନଙ୍କ ମନକୁ ଆହୁରି ଆକର୍ଷିତ କରିଥିଲା। ଗତ ବର୍ଷ 2026 ପବିତ୍ର ଉତ୍କଳ ଦିବସ ଅବସରର ସାଲେପୁର ମହୋତ୍ସବରେ ଗତ ଥର ପଶୁ ମହୋତ୍ସବ ମାନେ ପଶୁମାନଙ୍କୁ ମଧ୍ୟ ଏହି ମହୋତ୍ସବରେ ସ୍ଥାନ ଦିଆଯାଇଥିଲା। ଯେମିତିକି ଆପଣମାନେ ଦେଖୁଥିଲେ ଛେଳି ଏବଂ କୁକୁଡ଼ା ଏବଂ ବ୍ରହ୍ମପୁର ଆଚାର ମଧ୍ୟ ଏଠି ପଡ଼ିଥିଲା। ଆଉ ଅନେକ ମାତ୍ରାରେ ଦ୍ୱିତୀୟ ଦିନରେ ଲୋକ ଭିଡ଼ ଜମାଇଥିଲେ। ଦ୍ୱିତୀୟ ଦିବସରେ ଆପଣମାନେ ଦେଖୁଥିଲେ କେଉଁଭଳି ଭାବରେ ଜନସମାଗମ, ଜନସମୁଦ୍ର ଦେଖିବାକୁ ମିଳିଥିଲା ସାଲେପୁର ଶିଶୁଆ ମହୋତ୍ସବରେ। ତା ସହିତ ଓଲିଉଡ଼ର ପ୍ରସିଦ୍ଧ କଣ୍ଠଶିଳ୍ପୀ ବା ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ମେଲୋଡ଼ିରେ ଭିଜି ଯାଇଥିଲେ ଲୋକମାନେ। ମେଲୋଡ଼ି ନାଇଟ୍କୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିଥିଲେ ସାଲେପୁରବାସୀ। ସାଲେପୁର ମହୋତ୍ସବର ଦ୍ୱିତୀୟ ଦିନ ଅବସରରେ ଲୋକମାନଙ୍କ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା। ଅନ୍ତରା ଚକ୍ରବର୍ତ୍ତୀଙ୍କ ମେଲୋଡ଼ି ନାଇଟ୍ସ ଆହୁରି ରାତିକୁ ରଙ୍ଗୀନ କରିଦେଇଥିଲା। ତତ୍ସହିତ ଆଜି ଦ୍ୱିତୀୟ ଦିବସ ସୁଦ୍ଧା ଲୋକମାନଙ୍କର ଅତ୍ୟଧିକ ଜନସମାଗମ ଥିଲା। ସାଲେପୁର ଶିଶୁଆ ମହୋତ୍ସବରୁ BS ଏଣ୍ଟରଟେନମେଣ୍ଟ ଆଣ୍ଡ ନ୍ୟୁଜ୍।